ସୁହାନୀ ଗୋଟେ ଗପ କହିଲୁ। ଗୋଟେ ଭୂତ ଥିଲା। ରାକ୍ଷସ ନାହିଁ। ଆଉ ମୁଁ ଯାଉଥିଲି ଅଙ୍ଗନବାଡ଼ି। ନାନା ଯାଉଥିଲା, ନାନା ଯାଉଥିଲା। ତୁ ଏକୁଟିଆ ରହିଥିଲୁ, ମା ଏକଲା ରହିଥିଲା। ତାପରେ କ'ଣ ହେଲା? ତାପରେ କି ରାକ୍ଷସ ଆଇଲା। କ'ଣ କଲା ନା ମୁଣ୍ଡ ଗୋଟେ କାହାର ଲୋ? ଆମ ଜୀଜନ ସବୁ ସମସ୍ତଙ୍କର। ତାପରେ କ'ଣ ହେଲା? ତୁ ଦଦିକି ଆଇଲୁ। ତାପରେ ଝୁକେଗା ନାହିଁ। ଆଉ ବେକୁ କାଟିଦେଲା। କେମିତି ଲୋ? ତାପରେ କ'ଣ ହେଲା? ଏକା ଯାଉଥିଲି। ତାପରେ ଯାଉଥିଲି ଗୋଟେ ଭୂତ ହେଇଥିଲା ହେଲା। ଗୋଟେ ବେକ କାଟିଦେଲା। ଏ ଭୂତଟା କିଏ ଅନଉଥିଲା? ଏଇ ଝିଅଟା କିଏ କହିଥିଲା? ଏଇ ଝିଅଟା କିଏ କହୁଥିଲା? ଆଉ ତାପରେ ପୁଣି କ'ଣ ହେଲା? ଡରିକି ସାଙ୍ଗେ ସାଙ୍ଗେ ପଳେଇଲା। କୁଆଡ଼େ ଲୋ? ଅଙ୍ଗନବାଡ଼ି। ଏମିତି କହୁଥିଲା? ଭୂତଟା କେମିତି କଥା କହୁଥିଲା? ସେମିତି ଡବ ଡବ କହୁଥିଲା। ଏମିତି ହଉଥିଲା? ସେ କ'ଣ କୁକୁରଟା କି? ନା। ଆଉ ତାର କଥା ହାତେ ବନି। ତତେ କେଡ଼େ କେଡ଼େ ଆଖିରେ ଅନେଇଥିଲା? ମା ଲୋ। ଆଉ ତା ଜିଭ କେଡ଼େଟେ? ବୋପା। ଆଉ ଯୋଉ ତା ଦାନ୍ତର କେମିତିଆ? ତତେ ଡର ଲାଗୁଥିଲା? ଡରି ଚାଞ୍ଚି ଚାଞ୍ଚି ପଳେଇଲା ଆଉ କାଗଜ। ଗୋଟେ ଚଢ଼ ଆଇଲା କୁମ୍ଭୀର ନା ପଛେ ହେଲା। ଚଢ଼ ଆଇଲା ହେଲା। ଗୋଟେ ଚଢ଼ ଆଇଲା ମତେ। ମୁଁ ଡରି ଡରି ଯାଉଥିଲି। ଗୋଟେ ପୁଡ଼ିଥିଲା ଫୋପାଇ ଦେଲା। ଭଲ କଥା କହୁଛୁ। ଗୋଟେ କୁମ୍ଭୀର ଆଉଥିଲା। ମୋ ଗୋଡ଼କୁ କିଏ କାମୁଡ଼ି ଦଉଛନ୍ତି, କହିଲି। ଦେଖିଲା ବେଳକୁ କୁମ୍ଭୀର। ତାପରେ